ତା ଝିଅକୁ ନ ଦେଲା ତ ନାହିଁ। ଆରେ କହୁ କହୁ ଜଟଟା କହିଦେଲା ହେଲା। ଏତେ ଏତେ ଲୋକଙ୍କ ମଧ୍ୟରେ ମତେ ସେ ଅପମାନ ଦେଇଛି। ସେଇ ଅପମାନର କଳା ଖଣ୍ଡ ହିସାବ କରିବି। ଆତ୍ମହତ୍ୟା କରି ସାର ନାଇଁ ବେ, ମୁଁ ଆତ୍ମହତ୍ୟା କରିବିନି, ଏ ରାଣୀଟା କରିବ, ନଚେତ ମୋରି ହାତରେ ମରିବ। ଏତେ ଉତ୍ତେଜିତ ହେଲେ ଭଲ ନୁହେଁ। ଏମିତି ନ ହେବି। ମତେ ସେ କଣ କହିଲା ତୁ ଜାଣିଛୁ? ହେଲା କାଇଁ ଏତେ ପାଟି କରୁଛ? ପାଟି କରିଦେଲେ ସମାଧାନ ହେଇଯିବ କଥାଟା କି? ଏଇନେ ରାଜଜେବା ଯାଉଛନ୍ତି ମଙ୍ଗଳା ମନ୍ଦିର, ସେଥିରେ ଯାଇକି ଟିକେ ନଡ଼ିଆ ଭାଙ୍ଗିବା କଥା, ଧୂପକାଠି ନଗେଇବା କଥା। ଏ କଥା ଚିନ୍ତା ନ କରିକି ଆଣ୍ଡିକୁ ମାରିଦେବି, ମାଣ୍ଡିକୁ ମାରିଦେବି। ଜଟ ଆଜ୍ଞା ବାହାର କରିବି ଖଟ। ଆରେ ଠିକ ପରାମର୍ଶ ଦେଇଛୁ। ସାରେ ହେଲେ ରାଜା ଝିଅ ସାମୁକା ଯିବ ମଙ୍ଗଳା ମନ୍ଦିର। ସେଇ ମଙ୍ଗଳା ମନ୍ଦିରକୁ ଯିବି ତାର ଦର୍ଶନାର୍ଥେ। ହଁ, ମାର ପ୍ରତିଶୋଧଟା ଝିଅ ଠାରୁ ଆଦାୟ କରିବି। ଆଉ ଏମିତି କରିବି ରାଜା ଆଉ ରାଣୀ ତା ଝିଅକୁ ମତେ ହିଁ ପ୍ରଦାନ କରିବେ। ଛାଡ଼ିବିନି। ଏଇନା ଖେଳଟା ଆରମ୍ଭ।